ଏବେ ଏବେ କହିଛନ୍ତି ଯେତେବେଳେ ଓଡ଼ିଶା ଆସିଥିଲେ ଓଡ଼ିଶାରେ ସେ କହିଛନ୍ତି ଯେ ମହାନଦୀ ପ୍ରସଙ୍ଗର ତୁରନ୍ତ ସମାଧାନ କରାଯାଉ। ବର୍ତ୍ତମାନ ଟ୍ରିପଲ ଇଞ୍ଜିନ ସରକାର ଅଛି, ଡେରି କ'ଣ ପାଇଁ କରାଯାଉଛି? ତୁରନ୍ତ ସମାଧାନ କରାଯାଉ। ମୁଁ ବୋଧେ ଛତିଶଗଡ଼ରେ ମଧ୍ୟ ବିଧାନସଭାରେ ମଧ୍ୟ ଏ ପ୍ରସଙ୍ଗ ଉଠେଇଛି। ଦେଖନ୍ତୁ, ଯୋଉ କଥା ସିଏ ଆଜି କହୁଛନ୍ତି ସେ କଥା ଆଗରୁ ବି ହେଇପାରିଥାନ୍ତା। ମୁଁ ବାର ବାର କହିଛି, ଯେତେବେଳେ ଜଳଶକ୍ତିର ମନ୍ତ୍ରୀ ଥିଲେ ମୁଁ ସେତେବେଳେ କହିଛି ଯେ ଅନେକ ଜିନିଷ ଅଛି ଯୋଉଟାକି ଅଣ୍ଡରଷ୍ଟାଣ୍ଡିଂରେ ବି କାମ ହେଇପାରିବ। କିନ୍ତୁ ସେତେବେଳେ ଆପଣ ଦେଖନ୍ତୁ, ଆଦାର ଦେନ୍ ବିଜେପି ଗଭର୍ଣ୍ଣମେଣ୍ଟ, ଯୋଉଠି ଆମେ କହିବା ଓଡ଼ିଶା ହେଲା, ଆପଣ ଛତିଶଗଡ଼ ହେଲା ବା ଝାଡ଼ଖଣ୍ଡ ହେଲା, ତ ଏଇ ପ୍ରକାର ଯୋଉ ଯୋଉ ଷ୍ଟେଟ୍ ସାଙ୍ଗରେ ଓଡ଼ିଶାର ଲିଙ୍କ ରହୁଛି ଯେକୌଣସି ବିଷୟରେ, ସେତେବେଳେ ସେମାନେ ସହମତି ପ୍ରକାଶ କରୁନାହାନ୍ତି। କିନ୍ତୁ ଆଜି ମୁଁ ତ କହିବି, ଜୋର ଦେଇକରି କହିବି, ସିଏ ଯୋଉ ପ୍ରସ୍ତାବଟା ଦଉଛନ୍ତି ସେ ପ୍ରସ୍ତାବଟା ଯଦି ଆଗରୁ ଦେଇଥାନ୍ତେ ଭଲ ହେଇଥାନ୍ତା। କିନ୍ତୁ ଆଜି ସେ ପ୍ରସ୍ତାବ ନଦେଲେ ମଧ୍ୟ ଓଡ଼ିଶା ସରକାର ଏବଂ ଆମର କେନ୍ଦ୍ର ସରକାର ଉଭୟ ମାନେ ମାନେ ଗୋଟେ ପ୍ରକାର ଜାଣିଛନ୍ତି ଏବଂ ଏ ବିଷୟରେ କ'ଣ କରିବାକୁ ପଡ଼ିବ। ଯୋଉ ଟ୍ରିପଲ ଇଞ୍ଜିନର କଥା କହୁଛନ୍ତି, ଛତିଶଗଡ଼ରେ ମଧ୍ୟ ବିଜେପିର ସରକାର, ଓଡ଼ିଶାରେ ମଧ୍ୟ ଏବଂ କେନ୍ଦ୍ରରେ ମଧ୍ୟ ନିଶ୍ଚିତ ଭାବରେ ଯାହା ଯାହା ସମସ୍ୟା ଅଛି ଏ ବିଷୟରେ ଆମର ଆଲୋଚନା ହେଇସାରିଛି। ଏମିତିକି ସିଡବ୍ଲ୍ୟୁସି ସାଙ୍ଗରେ ବି ମୁଁ ଅଲରେଡ଼ି ଏ ବାବଦରେ କଥାବାର୍ତ୍ତା ହେଇସାରିଛି। ଆଉ ସେମାନେ ମଧ୍ୟ ମୋଟାମୋଟି ଭାବରେ ଆମର ଯେହେତୁ ଜଳ ସମ୍ପଦ ମନ୍ତ୍ରୀ ନିଜେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଅଛି, ତେଣୁ ସେ ବିଷୟରେ ସେମାନେ ନିଶ୍ଚିତ ଭାବରେ ଆଲୋଚନା କରିକି ଏ କାମକୁ କରିବେ। ସାର୍, ଚର୍ଚ୍ଚା ହେଉଛି ଯେ ଏଇଟା ରାଜନୈତିକ ସବୁବେଳେ ଉଦ୍ଦେଶ୍ୟ ରଖି କଂଗ୍ରେସ ବୟାନ ଦେଇଛି। ଶୁଣନ୍ତୁ, ମୁଁ ସ୍ପଷ୍ଟ ଭାବରେ କହିବି, କଂଗ୍ରେସ ପାଖରେ କିଛି ଇସ୍ୟୁ ନଥାଏ। ଆପଣ ପୋଲାଭରମର କଥା କୁହନ୍ତୁ କି ଅନ୍ୟାନ୍ୟ କଥା ହଉ, କାରଣ ପୋଲାଭରମକୁ ଫିଜିକାଲି ମୁଁ ମାନେ ଭିଜିଟ୍ କରିଛି, ମୁଁ ସେ ଅଞ୍ଚଳରେ କାମ କରିଛି। ସେଟା ଗୋଟେ ନ୍ୟାସନାଲ ପ୍ରୋଜେକ୍ଟ। ଆଉ ସେଠି ସେ ଯୋଉ ବୁଢ଼ୀ ଅଞ୍ଚଳ କ'ଣ କ'ଣ କଥା ଯୋଉ ସେମାନେ କହୁଥିଲେ ସେ କଥା ମଧ୍ୟ ଆମେ ଜାଣିଛୁ କ'ଣ ପ୍ରକୃତିରେ କ'ଣ। କିନ୍ତୁ ଯେହେତୁ ତାଙ୍କ ପାଖରେ କିଛି ଇସ୍ୟୁ ନଥାଏ, ଏ କଥାକୁ ସେମାନେ ଇସ୍ୟୁ କରିକି ସେ ବିଭିନ୍ନ ସମୟରେ ରାଜନୈତିକ ତାକୁ ରଙ୍ଗ ଦେବାକୁ ହିଁ ଚେଷ୍ଟା କରନ୍ତି। ଆଉ ଗୋଟେ ପ୍ରସଙ୍ଗ ଯେ ଦେଖିବେ, ନ୍ୟାସନାଲ ହେରାଲ୍ଡ ଇସ୍ୟୁରେ କଂଗ୍ରେସର ବଡ଼ ବଡ଼ ନେତା ସବୁ ରାଜ୍ୟକୁ ଯାଇ ପ୍ରେସମିଟ୍ କରୁଛନ୍ତି ଏବଂ କେନ୍ଦ୍ର ସରକାରକୁ ଦାୟୀ କରୁଛନ୍ତି। ଏ ପ୍ରକୃତରେ କେମିତି ଦେଖୁଛନ୍ତି ଆପଣ? ମୁଁ କହିଲି ପରା, ବର୍ତ୍ତମାନ ଯଦିଓ ବିରୋଧୀ ଦଳରେ କଂଗ୍ରେସ ବସିଛି, କିନ୍ତୁ ତାଙ୍କର ସେତିକି ମେଜରିଟି ନାହିଁ। ଯଦି ଆମେ କହିବା, ଗତ ଥର ବି ସେୟା ଥିଲା, ଏଥର ମଧ୍ୟ ସେୟା। ତେଣୁ ଛୋଟ ଛୋଟ ଯୋଉ ଦଳକୁ ନେଇକରି ଯୋଉ ଗୋଟେ ଟିମ୍ ଗଠନ କରିକି ଗୋଟେ ଅପୋଜିସନ ଯୋଉ ଇଣ୍ଡିଆ ଗଠବନ୍ଧନ କରିଛନ୍ତି, ତେଣୁ ସେମାନେ କେମିତି ବଞ୍ଚିବେ ସେଇଥିପାଇଁ ସେ এই ପ୍ରକାର ସବୁ ବୟାନବାଜି ମଝିରେ ମଝିରେ ସେ କରୁଛନ୍ତି। ଫଳରେ ତାର କିଛି ମିନିଂ ନାହିଁ। ନ୍ୟାସନାଲ ହେରାଲ୍ଡ ଇସ୍ୟୁରେ ଯୋଉ ଚଢ଼ଉ କରୁଛନ୍ତି, ଶୁଣନ୍ତୁ ଆଜ୍ଞା, ଶୁଣନ୍ତୁ, ଚଢ଼ଉ କରିବାର ଅସୁବିଧା କ'ଣ ଅଛି? କ'ଣ ଅସୁବିଧା ଅଛି? ସେଟା ବଡ଼ ବଡ଼ କଥା, ସେଟା ବିଚାର ଉପରେ ଆଉ।